ବାପା ବାପା କେବଳ ଗୋଟିଏ ଶବ୍ଦ ନୁହେଁ, ବିଶାଳ ହୃଦୟର ପ୍ରତିଶବ୍ଦ କହିଲେ କମ୍ ହେବ। ଆଉ ସେ ହେଉଛନ୍ତି ରକ୍ତମାଂସର ଦେବତା। ମା ସ୍ନେହ ମମତାର ନିର୍ଝର ହେଲେ ବାପା ଅନୁଶାସନ ଓ କର୍ତ୍ତବ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଏ ଦୁନିଆ ଯେତେ ବଡ଼ ହେଉନା କାହିଁକି, ବାପା ହେଉଛନ୍ତି ଏକ ବରଗଛ ପରି, ଯାହାର ଛାଇରେ ପରିବାରର ସବୁ ସଦସ୍ୟ ସୁରକ୍ଷିତ, ଏକାଠି ଆଉ କାର୍ଯ୍ୟ ଦକ୍ଷତାରେ ପରିପୂର୍ଣ୍ଣ ରହିଥାଏ। ପରିବାର ଭିତରେ ମା ଓ ବାପା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। କୁହାଯାଏ ଛୁଆଙ୍କ ପାଇଁ ଜଣେ ଦେହ ହେଲେ ଆଉ ଜଣେ ଛାଇ। ତେବେ ଦର୍ଶକ ବନ୍ଧୁ, ମାଙ୍କ ଉପରେ ଅନେକ କାହାଣୀ ରହିଛି, କିନ୍ତୁ ମୋ ମତରେ ବାପା ଟିକେ ଭିନ୍ନ ଅନ୍ୟମାନଙ୍କ ଠାରୁ। ମା ବିନା ଘର ସିନା ଅନ୍ଧାର, ହେଲେ ବାପା ବିନା ଏ ଦୁନିଆଟା ଅନ୍ଧାର। ଏ ସେହି ବାପା ଯିଏ ଗୋଟିଏ ନଡ଼ିଆ ପରି, ଉପରକୁ ଟାଣ ହେଲେ ଭିତରଟା ପୁରା ନରମ। ପିଲାଙ୍କ ପ୍ରତି ଅସରନ୍ତି ଭଲ ପାଇବା ଥିଲେ ବି କେବେ ପ୍ରକାଶ କରନ୍ତି ନାହିଁ, କାରଣ ତାଙ୍କ ଭିତରେ ଥିବା ସେହି ଅକୁହା କୋହଭରା ବେଦନାର ଗୋଟିଏ ରୂପ ଥିଲେ ସେ ଆଉ ଗୋଟେ ରୂପ ଦେଖାନ୍ତି। ଖାଲି ମିଛରେ ମିଛରେ ସମସ୍ତଙ୍କ ଉପରେ ଗରଗର ହୁଅନ୍ତି। ଇଏ ସେହି ବାପା ପୂଜା ପର୍ବ ଆସିଲେ ପାଲଟି ଯାଆନ୍ତି ସପିଂ ମହଲ। ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଡ୍ରେସ୍ଠୁ ଆରମ୍ଭ କରି ସମସ୍ତଙ୍କ ମନ ଜାଣି କେତେ କ'ଣ ନେଇ ଆସନ୍ତି। ଆଉ ଗୋଟି ଗୋଟି କରି ପଚାରନ୍ତି, ଆରେ ମା, ତୋର ପସନ୍ଦ ହେଉଛି? ପୁଣି କୁହନ୍ତି, ମୁଁ ପା ଜାଣିଥିଲି ମୋ ମାକୁ ଏଇ ଡ୍ରେସ୍ଟା ଭଲ ମାନିବ। କିନ୍ତୁ ଦୁଃଖର କଥା, ସେ ସମସ୍ତଙ୍କ ସବୁ କିଛି ଆଣିଥିବା ବେଳେ ନିଜ ଡ୍ରେସ୍ ଚିରି ଫାଟି ଯାଇଥିଲେ ମଧ୍ୟ ଦୀର୍ଘ 4 ବର୍ଷ ଧରି ସେହି ଗୋଟିଏ ଡ୍ରେସ୍ ପିନ୍ଧନ୍ତି। କହିଲେ କହିବେ, ମୁଁ ବା ଏଇ ଡ୍ରେସ୍ଟା ଏବେ ଆଣିଥିଲି। ଆଉ ଚପଲ କଥା କହିଲେ, ଏଇ କିଛି ଦିନ ହେବ ଆଣିଥିଲି। ଆହୁରି ଗୋଟେ ବର୍ଷ ଯିବ। ପିଲାଙ୍କ ଆଗରେ ଏମିତି କହି ସବୁବେଳେ ସବୁ କିଛି ଭୁଲି ଯାଆନ୍ତି। ହେଲେ କେବେ ଭାବିଛନ୍ତି, ଯୋଉ ବାପା ପିଲା ଛୋଟ ଥିବା ବେଳେ କାହାକୁ ଅନ୍ତର ପାନ୍ତର ନ କରି ସମାନ ଆଖିରେ ଦେଖିଥାଏ, କିନ୍ତୁ ସେହି ବାପା ଯେତେବେଳେ ବୃଦ୍ଧ ଅବସ୍ଥାକୁ ଆସିଥାଏ, ତା ପାଖରେ ସାହାରା ବୋଲି କହିଲେ କେହି ନଥାନ୍ତି। ପୁଅ ଯେତେବେଳେ ବଡ଼ ହୋଇ ବଡ଼ ଚାକିରି କରିଥାଏ, ସେ ଆଉ ବୃଦ୍ଧ ବାପାକୁ ପାଖରେ ରଖିନଥାଏ। ସେ ଖୋଜିଥାଏ ଓଲ୍ଡ ଏଜ୍ ହୋମ୍। ଏପରି ଅନେକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ସତରେ ବାପାର ଦରଦ କେହି କେବେ ବୁଝିପାରିବେ ନାହିଁ। ସେ ଯେମିତି ନଡ଼ିଆ ଥିଲେ, ଶେଷରେ ସେମିତି ନଡ଼ିଆ ହୋଇ ରହିଯାଆନ୍ତି। କ'ଣ ଦର୍ଶକ ବନ୍ଧୁ, ଏ ଷ୍ଟୋରିଟି କେମିତି ଲାଗିଲା? ଏମିତି ନୂଆ ନୂଆ ଷ୍ଟୋରି ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବ୍ୟୁରୋ ରିପୋର୍ଟ, ବ୍ଲାକ୍ ସ୍ପଟ୍ ଓଡ଼ିଆ।